ମୋ ନାଁ ଗୋପୀନାଥ ସାହୁ। ପିପିଲି ବଜାରରେ କେତେ ବର୍ଷ ଧରି ବେପାର କଲେଣି ଆପଣ? ବେପାର ଆମ ବାପା ହେରିକା 60 ବର୍ଷ ତଳରୁ କରୁଛନ୍ତି। ମୁଁ ବର୍ତ୍ତମାନ 30% ଦୋକାନରେ ବେପାର କରିବା ରହିଲାଣି। ସେତେବେଳେ ଯେତେ ଦୋକାନ ଥିଲେ ବର୍ତ୍ତମାନ ପିପିଲି ବଜାରରେ ଦୋକାନ ସଂଖ୍ୟା ମୋତେ ବଢିବାରେ ଲାଗିଛି। ଦୋକାନ ସଂଖ୍ୟା ବର୍ତ୍ତମାନ ଏନେ 500 ଦୋକାନ ପିପିଲି ବଜାରରେ ଆମର ବ୍ୟବସାୟୀ ସଂଘର ରହିଛି। ଆଉ କିଛି ଦିନ ଗଲେ ସାଧାରଣ ଇଲେକ୍ସନ ବା ସଭାପତିଙ୍କର ଇଲେକ୍ସନ ଆପଣ ରହିବ। ଆମର ଆଗକୁ 9 ତାରିଖ ଦିନ ଇଲେକ୍ସନ ଆସୁଛି। କେଉଁଭଳି ସଭାପତି ଆପଣ ଚାହୁଁଛନ୍ତି? ମୋର ସାନ ଭାଇମାନେ ସବୁ ଠିଆ ହେଇଛନ୍ତି, ପୁତୁରା ସାନ ଭାଇମାନେ ସବୁ ଠିଆ ହେଇଛନ୍ତି, ଇଲେକ୍ସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ପୂର୍ବତନ ଯେଉଁମାନେ ଥିଲେ ବୃଦ୍ଧ ଲୋକ ଥିଲେ ସେମାନେ ସେତେବେଳେ ସମସ୍ୟା ଅଲଗା ଥିଲା। ଏଇନେ ସମସ୍ୟା ସବୁ ଦୋକାନ ବଜାରର ଅଲଗା ପ୍ରକାର ହେଲାଣି। ଆମର ରୋଡ ସମସ୍ୟା ରହିଛି, ଡ୍ରେନେଜ ସମସ୍ୟା, ବିଭିନ୍ନ ପ୍ରକାର ସମସ୍ୟା ରହିଛି, ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ରହିଛି। ପରିସ୍ରା କରିବାକୁ ଟିକେ ମାନେ ଜାଗା ପ୍ରକାର ନାହିଁ, ସେ ତା ପାଇଁ ସମସ୍ୟା ଆମର କିଛିଟା ସମସ୍ୟା ରହିଛି। ତାପରେ ବଜାରରେ କିଛି ଦ୍ୱନ୍ଦ୍ୱ ରହିଛି, ବଜାର ବନ୍ଦ ବିଷୟରେ ଏ ବିଷୟରେ କିଛିଟା ଦ୍ୱନ୍ଦ୍ୱ ରହିଛି। ତେଣୁ ମୋର ସବୁ ଯେଉଁମାନେ ଭାଇମାନେ ସବୁ ଠିଆ ହେଇଛନ୍ତି ତାଙ୍କୁ ସମର୍ଥନ ଦେବି, କିଛି ଅସୁବିଧା ନାହିଁ, ସମର୍ଥନ ଦେବି। ସେମାନେ ଯେମିତି ଜିତି ଆମ ପାଇଁ କିଛି ଉପକୃତ କାମ କଲେ ଆମ ସେଥିରେ ଉପକୃତ ହବୁ। ତେଣୁ ସେଇ ବିଷୟରେ ଟିକେ ସଭାପତି କେଉଁଭଳି ହବା ଦରକାର? ସଭାପତି ଯିଏ ହଉନା କାରଣ ସେଥିରେ କିଛି ଇଏ ନାହିଁ, କିନ୍ତୁ ସଭାପତି ଯିଏ ରହି ଆମ ବଜାରର ଉନ୍ନତି କରିପାରିବ ସେ ହେଲା ଆମର ମୁଖ୍ୟ ସମସ୍ୟାଟା। ଇଏ ହେଲା ସମସ୍ୟା। ଶାରଦା ପ୍ରସନ୍ନ ସିଂ। ଏଇ ବର୍ଷ ଯୋଉ ଆପଣଙ୍କର ଇଲେକ୍ସନ ହଉଛି ଆପଣ ଆଦେହରେ ପ୍ରତିଦ୍ୱନ୍ଦିତା କରୁଛନ୍ତି? ମୁଁ ସଭାପତି ରୂପେ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରୁଛି। କଣ କହିବେ, କଣ ପାଇଁ କେଉଁ ଉଦ୍ଦେଶ୍ୟ ନେଇକି ଆପଣ? ମୁଁ ବଜାର ମୌଳିକ ଅସୁବିଧା ଗୁଡ଼ିକୁ ନେଇକି ମୁଁ ଆସିଛି। କେବଳ ମୋ ବ୍ୟବସାୟୀ ଭାଇମାନଙ୍କର ସ୍ୱାର୍ଥ ନିମନ୍ତେ ମୁଁ କାର୍ଯ୍ୟ କରିବା ପାଇଁ ଆସିଛି। ବର୍ତ୍ତମାନ ଯୋଉ ଆମ ବଜାର ଅଛି ମୌଳିକ ଅସୁବିଧା, ପ୍ରଥମେ ଡ୍ରେନେଜ ନାହିଁ, ପରିମଳ ଅବସ୍ଥା ଠିକ ନାହିଁ। ଦ୍ୱିତୀୟ ଗୋଟେ ବସ୍ ଷ୍ଟାଣ୍ଡ ନାହିଁ। ତୃତୀୟ ପାର୍କିଂ ନାହିଁ। ରାତିରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନି। ଆଉ ଆ ପୂର୍ବରୁ ଯୋଉମାନେ ସବୁ ଥିଲେ ସେଗୁଡ଼ିକ ପ୍ରତି ଧ୍ୟାନ ଦେଇନାହାନ୍ତି, ଠିକ ସେ କରିନାହାନ୍ତି। ବିଶେଷ କରି ଏଗୁଡ଼ିକ ସମାଧାନ କରିବି, ବ୍ୟବସାୟିକ ସ୍ୱାର୍ଥ ନିମନ୍ତେ କାର୍ଯ୍ୟ କରିବି। ମୋ ନାଁ ହଂସର ଲିସା। ଏଇ ଯୋଉ ପିପିଲି ବଜାରରେ ଆପଣ ଦୋକାନ କଲେଣି, କେତେ ବର୍ଷ ପ୍ରାୟ ଦୋକାନ କଲେଣି? କେଉଁ ଦୋକାନ? ମୁଁ ବର୍ତ୍ତମାନ ଦୋକାନ କରିବା ଯେବେଠୁ ଆମର ବଜାର ୟୁନିୟନ ଆରମ୍ଭ ହେଲା ସେବେଠୁ ମୁଁ ଦୋକାନ କରିଛି। ମୋର ପ୍ରଥମେ ଗ୍ୟାରେଜ ଥିଲା, କୌଣସି ପ୍ରକାର ଗ୍ୟାରେଜଟା ଭାଙ୍ଗି ଯିବାରୁ ମୁଁ ବର୍ତ୍ତମାନ ପରିବା ଦୋକାନ ଦେଇଛି। ଆଉ ପିପିଲି ବଜାରରେ ଅନେକ ଥର ମଧ୍ୟ ସଭାପତି ଚୟନ ହେଇଛନ୍ତି। ଆଜ୍ଞା, ଏଥର ଆଉ କିଛି ଦିନ କଲେ ଆପଣଙ୍କର ସାଧାରଣ ଯୋଉ ନିର୍ବାଚନ ରହିଛି, ନିର୍ବାଚନ ଆପଣ ସଭାପତି ଚୟନ କରିବେ। ଏଥର କେଉଁଭଳି ସଭାପତି ଆପଣ ଚାହୁଁଛନ୍ତି? ଦେଖନ୍ତୁ ଆଗେ ସିଲେକ୍ସନ କରିକି ହଉଥିଲା, ବର୍ତ୍ତମାନ ଇଲେକ୍ସନରେ ହଉଛି। 2 ବର୍ଷ ହେଲା ଇଲେକ୍ସନ କରିକି ଆମେ ଚୟନ କରିଛୁ। ସେ ବି ଯିଏ ପ୍ରେସିଡେଣ୍ଟ ଥିଲେ କିଛି କାମ କରିଛନ୍ତି, କିଛି ତାଙ୍କଠୁ ତ୍ରୁଟି ବି ଥିଲା। ବର୍ତ୍ତମାନ ଆମେ ନୂଆ ଚାହୁଁଛୁ, ନୂଆ ପ୍ରେସିଡେଣ୍ଟ ହେଲେ ଆଉ କିଛି ଉନ୍ନତ ଧରଣର କାମ କରିପାରିବ ବୋଲି ଆମେ ଆଶା ରଖୁଛୁ। ବିଶେଷ କରି ପିପିଲି ବଜାର କେଉଁଠି ସମସ୍ୟା ରହିଛି ଯୋଉ ସମସ୍ୟା ବହୁତ ଜଟିଳ? ବଜାରରେ ବହୁତ ପ୍ରକାର ସମସ୍ୟା ଅଛି, କିଛି ସମାଧାନ ହେଇଛି। ଯେମିତିକି ବ୍ୟବସାୟୀଙ୍କଠୁ ସଉଦାପତ୍ର କିଣିକି ନେଇ ଯାଉଛନ୍ତି, ପଇସା ପତ୍ର ଦେବାକୁ ହଇରାଣ କରୁଥିଲେ। ପ୍ରଶାସନରେ ଆମର ଯେଉଁମାନେ ପୂର୍ବ ପ୍ରେସିଡେଣ୍ଟ ଥିଲେ ସେମାନେ ପ୍ରଶାସନକୁ ହାତରେ ରଖି କିଛି କାମ କରୁଛନ୍ତି। ସେ ଦୃଷ୍ଟିରୁ ସେ ଗୋଟେ ଭଲ ଆମର ଅଛି ବଜାର ୟୁନିୟନଟା। ବର୍ତ୍ତମାନ ପାଣି ସମସ୍ୟା ଗୋଟେ, ସେଇଟା ଟିକେ ପ୍ରୋବ୍ଲେମ୍ ରହୁଛି। ୟୁରିନାଲ ପ୍ରୋବ୍ଲେମ୍ ରହୁଛି, ଯେଉଁଟାକି ପରିସ୍ରା କରିବା ପାଇଁ ଲୋକ ହଇରାଣ ହେଉଛନ୍ତି। ବାକି ଦ୍ୱିତୀୟ କଥା ହେଲା କ'ଣ ନା, ଆମର ମାର୍କେଟ କମ୍ପ୍ଲେକ୍ସ କିଛି ନାହିଁ ବଜାରରେ, ସେଇଟା ନାହିଁ। ସେଇଟା ଆମେ ବି ଦାବି ରଖିବୁ, ଯେଉଁ ନୂଆ ପ୍ରେସିଡେଣ୍ଟ ହେବେ ତାଙ୍କ ପାଖରେ ଦାବି ରଖିବୁ। ଆଉ ବାକି ରହିଲା ଆମର ଗୋଟେ ପାର୍କିଂ ପାଇଁ ସୁବିଧା ନାହିଁ, ବସଷ୍ଟାଣ୍ଡ ନାହିଁ, ଏସବୁ ସମସ୍ୟା ବହୁତ କିଛି ଅଛି। ଆମେ ଅନେକ ଥର ଆମର ଯିଏ ପ୍ରତିନିଧି ଅଛନ୍ତି ଏନ୍ଏସିର ତାଙ୍କୁ ବି କହିଛୁ। ମୁଁ ଅଜଗର ଲିସା, ବଜାର ୟୁନିୟନ ଉପସଭାପତି ପ୍ରାର୍ଥୀ। ଯେଉଁ ସମସ୍ୟା ଅଛି, ଆମ ଯେଉଁ ପ୍ରେସିଡେଣ୍ଟ ଠିଆ ହେଇଛନ୍ତି ତାଙ୍କ ତତ୍ତ୍ୱାବଧାନରେ ଆମେ ସବୁ ମୌଳିକ ଅସୁବିଧା ଯାହା ଅଛି ବ୍ୟବସାୟୀ ଭାଇମାନଙ୍କର, ସେ ସମସ୍ୟାକୁ ଦୂର କରିବା ପାଇଁ ଆମେ ଦୃଢ଼ ନିଷ୍ପତ୍ତି ନେଇଛୁ। ଏବଂ ଆମେ ଆଶା କରୁଛୁ ଯେଉଁ ଦୋକାନୀ ଭାଇମାନେ ଆମକୁ ନିର୍ବାଚିତ କରିବେ ତାଙ୍କ ସମସ୍ୟାକୁ ଆମେ ଦୂର କରିବା ପାଇଁ ପ୍ରାଣବର୍ଷା ଚେଷ୍ଟା କରିବୁ। ଭାଇ ନାଁ କ'ଣ ଆପଣଙ୍କର? ମୋ ନାଁ ହେଲା ମହେନ୍ଦ୍ର ଗୋଷ୍ଠୀ। ଏଇ ଯୋଉ କେତେ ବର୍ଷ ହେଲାଣି ଆପଣ ଦୋକାନ କରୁଛନ୍ତି? ମୁଁ କଲାଣି 35-40 ବର୍ଷ ହେଲା। ଆଉ କିଛି ଦିନ ଗଲା ପରେ ଆପଣଙ୍କର ବଜାରର ଇଲେକ୍ସନ ରହିବ, ସଭାପତି ଚୟନ ହବ। ଆଜ୍ଞା, ଏଇ ବର୍ଷ ଯୋଉ ସଭାପତି ଚୟନ କରିବେ କିଭଳି ରହିବ ଚୟନ ପ୍ରକ୍ରିୟାଟା? ଦେଖନ୍ତୁ ଇଏ ହେଲାଣି ଇଲେକ୍ସନ ବହୁତ ଦିନ ହେଲା ହେଲାଣି। ଏଇ ଯେଉଁ ଇଲେକ୍ସନ ବର୍ତ୍ତମାନ ଆସୁଛି
বিভিন্ন ବଜାରର ବିଭିନ୍ନ ସମସ୍ୟା ଅଛି। ଆମେ ଉଚିତ ପ୍ରାର୍ଥୀ ଦେଖିକିରି ଭୋଟ ନିଶ୍ଚୟ କରିବୁ। କଣ ବିଶେଷ ସମସ୍ୟା ରହିଛି? ସମସ୍ୟା ଅଛି, ଗୋଟେ ବଜାରରେ ପାର୍କିଂ ନାହିଁ, ତାପରେ ବିଭିନ୍ନ ପ୍ରକାର ସମସ୍ୟା ଅଛି। ଯୋଉ ସଭାପତି ଚୟନ କରିବେ ସେ ସଭାପତି କେମିତି ହେବା ଦରକାର? ଭଲ ଉତ୍ତମ ଥିବା ଦରକାର ଏବଂ ଆମେ ଉତ୍ତମ ଦେଖିକି ହିଁ ସଭାପତି ନିର୍ବାଚନ କରିବୁ। ଅନେକ ସମୟରେ ମଧ୍ୟ ଅନେକ ସଭାପତି ହେଇଛନ୍ତି ବଜାର ୟୁନିୟନର। ଏ ବର୍ଷ ଯୋଉ ସଭାପତି ଯୋଉ ହେବେ ସେମାନେ ମଧ୍ୟ କାମ କରିଛନ୍ତି। ଏଥର ବି ଯୋଉ କରିବ ଆଉ ଟିକେ ଉଚ୍ଚ ଧରଣର କରିବା ପାଇଁ ଆମେ ଚାହୁଁଛୁ। ମୋ ନାଁ କାହ୍ନା। ଏଇ ଯୋଉ ବେପାର ପିପିଲି ବଜାରରେ କେତେ ବର୍ଷ ହେଲାଣି ଆପଣ ବେପାର କଲେଣି? ହଁ, ଦୀର୍ଘ 12-14 ବର୍ଷ ମୁଁ କେଉଁ ବେପାର କରୁଛନ୍ତି ଆପଣ? ବେପାର ତ ବହୁତ ଅସୁବିଧା ହେଉଛି, ଅସୁବିଧାର ସମ୍ମୁଖୀନ ଆମେମାନେ ହେଉଛୁ। ବଜାରର ଯେହେତୁ ପାର୍କିଂ ସୁବିଧା ନାହିଁ, ଓଳିଏ ଜଳ ନାହିଁ, ଯେହେତୁ ଆମ ଷ୍ଟ୍ରିଟ୍ ଲାଇଟ୍ ସୁବିଧା ନାହିଁ, ଆଉ ଏମିତି ଅନେକ ସମସ୍ୟା ଅଛି ଯାହାକି କହିବାକୁ ବି ଆମକୁ କଷ୍ଟ ହେଉଛି, କିନ୍ତୁ ଆମେ କରିବା କ'ଣ? କେତେ ବ୍ୟବସାୟୀ ଏଠି ଅଛନ୍ତି ପିପିଲି ଦୀର୍ଘ ମାର୍କେଟରେ? ଦୀର୍ଘ 10 ବର୍ଷ 12 ବର୍ଷ ଭିତରେ ଆଉ ତ ଦୋକାନୀ ବହୁତ ବଢ଼ିଗଲେଣି। ଏବେ ବୋଧେ 600 ପାଖାପାଖି ଦୋକାନୀ ହେଇଯିବେଣି। ୟା ପରେ ସବୁ ସମସ୍ୟା ସବୁ ଦୋକାନୀ ମାନେ ସାମ୍ନା କରୁଛନ୍ତି, ଯେହେତୁ ଆମର ଡ୍ରେନେଜ ଠିକ୍ ନାହିଁ, ବହୁତ ସମସ୍ୟା ଅଛି। ଆମେ କହିବାକୁ ବି ସମୟ ଲାଗିବ, କାମ କରିବାକୁ ସମୟ ଲାଗିବ। ତ ଆମେ ଚାହୁଁଛୁ ଏମିତି ଗୋଟେ ପ୍ରାର୍ଥୀ ଆମ ପ୍ରତି ବାହାରନ୍ତୁ, ଯେମିତିକି ସବୁ ସମସ୍ୟା ଆସି ଠିଆ ହେବେ। ଆଉ କିଛି ଦିନ ହେଲା ସଭାପତି ଆଉ ସଭାପତି କି ତ ଆମେ ମାନେ ଦେଖାଯାଉ, ସମସ୍ତଙ୍କର ସମସ୍ୟା ଯିଏ ପୂରଣ କରିବ ତାକୁ ଆମେ ସଭାପତି ବାଛିବୁ ବୋଲିକି ନିଷ୍ପତ୍ତି ନେବୁ ବା ନିର୍ଣ୍ଣୟ ନେବୁ। ଆଉ ଅନେକ ଦୋକାନୀ ମାନଙ୍କର ମନ କ'ଣ ଅଛି, କାହାକୁ ସଭାପତି କରିବେ, ସେଟା ତାଙ୍କ ଉପରେ ନିଷ୍ପତ୍ତି।